ମୁଁ ପଙ୍କଜ କୁମାର ନାୟକ, ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି। ଏଇ ଓଡ଼ିଶାରେ ଟାଟା ପାୱାର जो ବିଜୁଳି ଉତ୍ପାଦନ ତ କରୁନି କିନ୍ତୁ ଡିଷ୍ଟ୍ରିବ୍ୟୁଟ୍ କରୁଛି, ଏ ଉପଭୋକ୍ତା ମାନଙ୍କୁ ଲୁଟୁଛି, ତା ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଆସନ୍ତା 26 ତାରିଖ ମଙ୍ଗଳବାର ଦିନ ପ୍ରତିବାଦ କରୁଛି। ପ୍ରତିବାଦର କାରଣ ଯେ ଟାଟା ପାୱାର ଏଠି ଗୋଟେ ସ୍ମାର୍ଟ ମିଟର ବସିବାକୁ ଯାଉଛି। ଏଠି लो ଭୋଲ୍ଟେଜର ଶିକାର ହେଉଛନ୍ତି ଲୋକମାନେ। ଏଠି 24 ଘଣ୍ଟା ବିଜୁଳି ଆସୁନି। ଏଠି ଲୋକମାନଙ୍କ ଯେଉଁ ପୁରୁଣା ମିଟର ଅଛି ସେ ମିଟରକୁ ଉଠାଇ ଫୋପାଡ଼ିବ ଏବଂ ଆଉ 7,000 ଟଙ୍କା ନେଇ ସ୍ମାର୍ଟ ମିଟର ବସିବାକୁ ଯାଉଛି। କାହିଁକି? ପ୍ରଶ୍ନ ହେଉଛି କାହିଁକି? କାହିଁକି ଓଡ଼ିଶାର ଲୋକମାନଙ୍କୁ ଇଏ ଶୋଷଣ କରୁଛି? ଯଦି ବରଗଡ଼ରେ, ପୁରୀରେ ଏ ମିଟର ଲଗାଇବାକୁ ବିରୋଧ କରାଯାଇଛି, ଏବେ ଢେଙ୍କାନାଳ ମୁହାଁ ହୋଇଛନ୍ତି ଏଇ ଟାଟା ପାୱାର। ଢେଙ୍କାନାଳରେ ଜବରଦସ୍ତି ଲଗାଇବାକୁ ଯାଉଛି, ଆମେ ତାକୁ ବିରୋଧ କରୁଛୁ। ଏଇ ଟାଟା ପାୱାର ଯଦି ଦିଲ୍ଲୀରେ ସେଇ କୌଣସି ସ୍ମାର୍ଟ ମିଟର ବସେଇନି, ଏଇ ଡିଜିଟାଲ ମିଟରରେ ସେମାନେ ପଇସା ଦେଉଛନ୍ତି ଏବଂ ସେଠି ଦିଲ୍ଲୀ ସରକାର, ଆମ୍ ଆଦମୀ ପାର୍ଟି ସରକାର 200 ୟୁନିଟ୍ ଇଲେକ୍ଟ୍ରିସିଟି ଫ୍ରି ଦେଉଛି। 400 ୟୁନିଟ୍ ହେଲେ ହାଫ୍ ରେଟ୍ରେ ଦେଉଛି। ତେଣୁ ଟାଟା ପାୱାର ଏଠି କାହିଁକି ଶୋଷଣ କରୁଛି? ନା ବିଜେପିରେ କୌଣସି ପ୍ରାୟୋଜିତ କାର୍ଯ୍ୟକ୍ରମ ଏଟା ନୁହଁ ତ? ଏଠି କାହିଁକି ଗୋଟେ ଗରିବ ଲୋକ 7,000 ଟଙ୍କା ଆଣିବ କୋଉଠୁ? ସେ ଲଗେଇବ କାହିଁକି? ଆମର ଯେଉଁ ମିଟର ଲାଗିଛି ଯେମିତି ଚାଲିଛି ସେମିତି ଚାଲିଛି, ଠିକ୍ ଅଛି। ତା ଯେଉଁ ଓଡ଼ିଶା ସରକାର ତାକୁ ଟାଟା ପାୱାରକୁ ଯେଉଁ ବଜେଟ୍ ଦେଉଛି, ସେ ବଜେଟ୍ରେ 24 ଘଣ୍ଟା ସେ ବିଜୁଳି ଦେଇପାରୁନି। लो ଭୋଲ୍ଟେଜର ଶିକାର ହେଉଛନ୍ତି ଲୋକମାନେ କାହିଁକି? ନା ଯେଉଁ ସେ ପୁରୁଣା 50 ବର୍ଷର ଯେଉଁ ଟ୍ରାନ୍ସଫର୍ମର ଲାଗିଥିଲା, ସେଇ ଟ୍ରାନ୍ସଫର୍ମର ଲାଗିଛି, ସେଇଥିରେ ଏମାନେ କାମ ଚଳାଉଛନ୍ତି। ଏବେ ବି ଲୁଟୁଛନ୍ତି। ସେ ଏଞ୍ଜିନ୍ ଥିଲା ଲୁଟି ଗଲା, ଏବେ ଟାଟା ପାୱାର ଲୁଟୁଛି, ତାପରେ ଆଉ କିଏ ଆସିବ? ତେଣୁ ଆମ ଓଡ଼ିଶାବାସୀଙ୍କୁ ଆମେ ଆହ୍ୱାନ କରୁଛୁ, ଏଇ 26 ତାରିଖ ଦିନ ଓଡ଼ିଶାର ସବୁ ଜିଲ୍ଲାରେ ଆମେ ଏଇ ଆନ୍ଦୋଳନ କରୁଛୁ। ଆସନ୍ତୁ ଢେଙ୍କାନାଳବାସୀ ଏଇ ଆନ୍ଦୋଳନରେ ସାମିଲ ହୁଅନ୍ତୁ ଏବଂ ଏଇ ସ୍ମାର୍ଟ ମିଟର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।